ଆଜିର କ୍ଲାସ୍ରେ ଆମେ ଫ୍ୟାକ୍ଟରାଇଜେସନ୍ ବିଷୟରେ ଆମେ ପଢ଼ିବା। ଉତ୍ପାଦୀକରଣର କିଛିଟା କ୍ୱେଶ୍ଚିନ୍ ମୁଁ ଏଠାରେ ସଲ୍ଭ କରିବି। ଡିଫରେଣ୍ଟ ଟାଇପ୍ର କ୍ୱେଶ୍ଚିନ୍ ରହିବ, ଯେଉଁଥିରେ କି ତୁମର ବେସିକ୍ ଆଇଡ଼ିଆ ହେଇଯିବ ଫ୍ୟାକ୍ଟରାଇଜେସନ୍ ମାନେ କ'ଣ, ସେହି ଟାଇପ୍ର କ୍ୱେଶ୍ଚିନ୍କୁ ଆମେ କେମିତି ସଲ୍ଭ କରିପାରିବା। ଭିଡ଼ିଓଟିକୁ କମ୍ପ୍ଲିଟ୍ ଦେଖିବ। ଗୋଟିଏ କ୍ୱେଶ୍ଚିନ୍ ତୁମ ପାଇଁ ଭେରି ଇମ୍ପୋର୍ଟାଣ୍ଟ ହେବ। କ'ଣ ତମେ ପୂର୍ବରୁ ଜାଣିଛ କହିଲ? ଆମେ ପୂର୍ବରୁ ଜାଣିଛେ ଗୁଣନୀୟକ, ମିଶାଣ, ଫେଡ଼ାଣ, ହରଣ, ଗୁଣନ। ଜାଣିଛ ମାନେ ତ ଆରାମରେ ଏଇ କ୍ୱେଶ୍ଚିନ୍କୁ ସଲ୍ଭ କରିପାରିବ। ଏବେ ଆମେ ଗୋଟେ ଛୋଟ କ୍ୱେଶ୍ଚିନ୍କୁ ସଲ୍ଭ କରିବା। ଚାଲ ଦେଖିବା ଉତ୍ପାଦୀକରଣର ଛୋଟ କ୍ୱେଶ୍ଚିନ୍କୁ ଆମେ କେମିତି ସଲ୍ଭ କରିବା। ଦେଖ, ପ୍ରଥମ କ୍ୱେଶ୍ଚିନ୍ ଇଏ ହେଲା ଆମର 9x + 63। ତାହେଲେ ୟାକୁ ଆମେ କେମିତି ସଲ୍ଭ କରିବା? ଦେଖ, ଆମେ ଏଇ 63କୁ ଏମିତି ଭାବରେ ଭାଗ କରିବା ଯେମିତିକି ଗୁଣନ କଲେ 63 ହେଉଥିବ। ଦୁଇଟା ସଂଖ୍ୟା ଏମିତି ଭାଙ୍ଗିବା ଯେମିତିକି ଗୁଣନ କଲେ 63 ହେଉଥିବ। ତାହେଲେ ଦେଖ, 9x ଆମେ ଲେଖିଦେଲେ, 63କୁ ଆମେ କ'ଣ କରିପାରିବା? 9 × 7 କରିପାରିବା, 9 × 7 = 63। ତାହେଲେ ଦେଖ, 9 × 7 ଲେଖିଦେଲି। ତାହେଲେ ଦେଖ, ଏଠାରେ 9 ଅଛି, ଏଠାରେ ବି 9 ଅଛି। 9କୁ ଆମେ କମନ୍ ନେଇଯିବା। 9କୁ କମନ୍ ନେଇଗଲେ କେତେ ରହିଲା? x ରହିଲା। ତାହେଲେ x ଲେଖିଦେଲେ, ପ୍ଲସ୍, ଏ ପ୍ଲସ୍ ରହିଲା, ପ୍ଲସ୍, ଏଠାରେ 9 ପଳେଇ ଯାଇଛି, ଆଉ କେତେ ଅଛି? 7। ତାହେଲେ ଇଏ ହେଉଛି ତମର ଆନ୍ସାର। ଦେଖ କେତେ ସହଜ। ଏବେ ଦେଖ, ଆଉ ଗୋଟେ କ୍ୱେଶ୍ଚିନ୍ ଆମେ ଦେଖିବା। 12y - 42z। ଦେଖ, ଏବେ ପ୍ରଥମ କ୍ୱେଶ୍ଚିନ୍ରେ କ'ଣ ଥିଲା? ଆମର 9x ଥିଲା, ଏଠି ଖାଲି କେବଳ 63 ଥିଲା। ତେଣୁ ଆମେ 63 ସଂଖ୍ୟାକୁ ଭାଙ୍ଗିଲେ। ଏଠି କ'ଣ କରିବା? ଏଠି ଦେଖ, 12y ଅଛି, ମାଇନସ୍ ଦେଇଛି, 42z ଅଛି। ତାହେଲେ ଏବେ ଆମେ କ'ଣ କରିବା? ଏଇ 12y ଅଛି, ଏଇ 12କୁ ଆମେ ଭାଙ୍ଗିବା, ଦୁଇଟି ସଂଖ୍ୟାରେ ଭାଙ୍ଗିବା। ଦୁଇଟି ସଂଖ୍ୟାରେ ଭାଙ୍ଗିଲେ କେତେ ହେବ? ଯେମିତି ଭାଙ୍ଗିବା ଯେମିତି ଆମେ କମନ୍ ନେଇପାରୁଥିବା। ଦେଖ, 12କୁ ଭାଙ୍ଗିଲେ କେତେ? 6 × 2, 6 × 2, ୱାଇକୁ ୱାଇ ଲେଖିଦେଲେ, ମାଇନସ୍ ଦେଇଦେଲେ, ମାଇନସ୍ ଚିହ୍ନ। 42କୁ ଆମେ ଭାଙ୍ଗିବା, 42କୁ ଭାଙ୍ଗିଲେ କେତେ ହେବ? 6 × 7, 6 ଲେଖିଦେଲି, ଗୁଣନ 7 × z। ହେଲେ ଦେଖ, ଏଇ ସଂଖ୍ୟାକୁ ଆମେ ଭାଙ୍ଗିଦେଲେ। ଏବେ ଦେଖ କ'ଣ ହେବ? ଏଠି 6 ଅଛି, ଏଠି ବି 6 ଅଛି। 6କୁ 6 କମନ୍ ନେଇଗଲେ, 6 ଆସିଗଲା କମନ୍। ତାହେଲେ ରହିଲା କେତେ? 2y ମାଇନସ୍, ଏଠୁ ତ 6 ପଳେଇଛି, ରହିଲା କେତେ? 7, ଇଏ z, 7z। ଇଏ ହେଲା ତମର ଆନ୍ସର। ଯେଉଁମାନେ ଜାଣିପାରୁନ ସଂଖ୍ୟା ଦୁଇଟିକୁ କେମିତି ଭାଙ୍ଗିବି, ତାହେଲେ ଏଠି ତମେ କ'ଣ କରିବ? ଦେଖ, ୟାର ଗୁଣନୀୟକ ବାହାର କରିଦେବ। ଦେଖ, 12ର ଗୁଣନୀୟକ ଆମେ ବାହାର କଲେ, 12 2ରେ କାଟିଲେ 6, ପୁଣି 2ରେ କାଟିଲେ 2 × 3 = 6, 3ରେ କାଟିଲେ 3 × 3 ବାହାରିଲା ଗୁଣନୀୟକ। ତାପରେ ଦେଖ, 42 ଥିଲା, 42ର ଗୁଣନୀୟକ ବାହାର କରିବା। 42 2ରେ କାଟିଲେ 2 × 2 = 4, 2 × 2 21, 2 × 42। ତାପରେ 3ରେ କାଟିଲେ 3 × 7 = 21। ତାପରେ 7, 7 × 7। ତାହେଲେ ଦେଖ, ଏଇ ସଂଖ୍ୟାରୁ କେମିତି କମନ୍ ନେବ? କମନ୍ କ'ଣ ଆସିଲା? ଦେଖ, ଇଏ ଅଛି 7 × 3, 7 × 21, 21 ହେଇଗଲା। ଏଠି କ'ଣ 7 ଏଠି ଏଇ ସଂଖ୍ୟାରେ କମନ୍ ନେଲେ କ'ଣ 21 ଆସିବ କି? ଆସିବନି। ତେଣୁ କ'ଣ କରିବ? ଦେଖ, ଯେମିତି କମନ୍ ନେଉଥିବ, ଏଥିରେ ଯାହା କମନ୍ ଆସୁଥିବ, ଏଥିରେ ବି ସେୟା ଆସୁଥିବ। ଦେଖ, 2 × 3 କେତେ ହେଲା? 6। ଇଏ ଏଠି କେତେ ଅଛି? 2 × 3, ଇଏ ବି 6 ହେଇପାରିବ। ଏଥିରୁ ଆମେ 6 କମନ୍ ନେଇପାରିବା। 6 କମନ୍ ନେଲେ, ଏଥିରୁ 6 କମନ୍ ନେଲେ କେତେ ହେଲା? 6 × 7, 6 × 7 = 42। ଏଥିରୁ ଦେଖ, 6 କମନ୍ ନେଲେ କେତେ ହେଲା? 6 × 2, 6 × 2 = 12। ଏହି ସଂଖ୍ୟାକୁ ମୁଁ ଉତ୍ପାଦୀକରଣ ଭାବରେ ଲେଖିଥିଲି।
ଏବେ ବୁଝିପାରିଲ? ଏବେ ବୁଝିପାରିଲ କେମିତି ଏ 12କୁ ଭାଙ୍ଗା ଯାଇଥିଲା ଆଉ କେମିତି ଏ 42କୁ ଭାଙ୍ଗି ଯାଇଥିଲା? ଏବେ ଜାଣିପାରିଲ ଇଏ ହେଉଛି ତମର ଫାଇନାଲ ଆନ୍ସର। ତାହେଲେ ଦେଖ ଏବେ এইଭଳି ଗୋଟେ କ୍ୱେଶ୍ଚିନ୍ର ଆନ୍ସର ଉତ୍ପାଦୀକରଣ କରିବା। ଦେଖ କ୍ୱେଶ୍ଚିନ୍ ଅଛି 12AQ ପ୍ଲସ୍ 6A² ପ୍ଲସ୍ 3A। ତାହେଲେ ଏଟାକୁ ଆମେ କେମିତି ଉତ୍ପାଦୀକରଣ କରିବା? ଦେଖ 12କୁ ଆମେ ଭାଙ୍ଗିବା। 12କୁ ଭାଙ୍ଗିଲେ କେତେ? 12କୁ ଭାଙ୍ଗିଲେ ଆମେ 3 ଗୁଣନ 4 ନେଇପାରିବି। ଦେଖ 12କୁ ଭାଙ୍ଗିଲି 3 ଗୁଣନ 4 ଲେଖିଦେଲି। ତାପରେ AQ ଅଛି, AQକୁ ଆମେ ଗୁଣନ ମାନେ ଭାଙ୍ଗିଦେଲେ କେମିତି ହେବ? ଏ ଗୁଣନ ଏ ଇଏ ହେଇଗଲା 4 3 12 3ଟା ଏ ଗୁଣନ କଲେ କେତେ ହେଲା? AQ ପ୍ଲସ୍ 6A² ଅଛି, এই 6କୁ କେମିତି ଭାଙ୍ଗିବି? 3 ଗୁଣନ 2 ନେଇପାରିବି। 3 ଗୁଣନ 2 A² A ଇଣ୍ଟୁ ଏ ହେଇଗଲା ପ୍ଲସ୍ 3 ଅଛି 3 ଇଣ୍ଟୁ ଏ 3A। ତାହେଲେ ଦେଖ ଏଥିରୁ ଆମେ କ'ଣ କମନ୍ ନେବା? ଦେଖ ଏଠି ଅଛି 3, ଏଠି ଅଛି 3, ଏଇଠି ବି 3 ଅଛି। ତାହେଲେ 3 କମନ୍ ଯିବ। ଏଠାରେ ଏ ଅଛି, ଏଠାରେ ବି ଏ ଅଛି, ଏଠି ବି ଏ ଅଛି। ତାହେଲେ 3 3Aକୁ କମନ୍ ନେଇଗଲେ ଆମେ ନେଇପାରିବା 3Aକୁ କମନ୍। ତାହେଲେ 3A କମନ୍ ନେଇଗଲେ ଆଉ ରହିଲା କେତେ? 3A ପଳେଇଲା, 3 ପଳେଇଛି, ଏ ପଳେଇଛି। ଆଉ ରହିଲା କେତେ? 4, ଏ ଦୁଇଟା ଏ ଅଛି 4A², ଆମେ 4A² ଲେଖିଦେଲେ ପ୍ଲସ୍ ଏ ପ୍ଲସ୍ ଏଠାରୁ 3 ପଳେଇଛି, ଗୋଟେ ଏ ପଳେଇଛି। ଆଉ କେତେ ରହିଲା? 2 ଆଉ ଗୋଟେ ଏ 2A। ଦେଖ ତାପରେ ପ୍ଲସ୍ ଦେଇଦେଲେ ଏଠାରେ 3A ପଳେଇଛି, ଆଉ କିଛି ନାହିଁ। କିଛି ନାହିଁ ମାନେ କ'ଣ? 1 ଅଛି। କିଛି ନାହିଁ ମାନେ 1 ଅଛି। 1 ଲେଖିଦେଲେ ପ୍ଲସ୍ 1। ଇଏ ହେଉଛି ତମର ରାଇଟ୍ ଆନ୍ସର। ବୁଝିପାରିଲ? ଏବେ ଦେଖ ଆଉ ଗୋଟେ କ୍ୱେଶ୍ଚିନ୍ର ଆମେ ଆନ୍ସର କରିବା। ଦେଖ A² ପ୍ଲସ୍ 13x ପ୍ଲସ୍ 42 ୟାର ଉତ୍ପାଦୀକରଣ ଆମେ କରିବା। ଦେଖ କେମିତି କରିବା? ଦେଖ ପ୍ରଥମେ ମୁଁ ଆପଣମାନଙ୍କୁ କହି ରଖୁଛି A² ପୂର୍ବରୁ କିଛି ନାହିଁ ମାନେ 1 ଅଛି ହେଲା। ଇଏ 42। ପ୍ରଥମେ କ'ଣ କରିବ? ଏଇ A² ପୂର୍ବରୁ ଯାହା ଥିବ ଆଉ ଏଇ ଲାଷ୍ଟ ସଂଖ୍ୟାକୁ ଆପଣମାନେ ଗୁଣନ କରିଦେବେ। ଗୁଣନ କଲେ କେତେ ହେବ? 1 ଗୁଣନ 42 ଇଜିକାଲ୍ ଟୁ କେତେ ହେଲା? 42। 42କୁ ଏଇ 42କୁ ଏମିତି ଦୁଇଟି ସଂଖ୍ୟାରେ ଭାଙ୍ଗିବ ଯେମିତି ମିଶାଣ କଲେ 13 ହେଉଥିବ। 42କୁ ଆମେ କେମିତି ଭାଙ୍ଗିବା? 6 7 6 7 42 ୟାକୁ ମିଶାଇଲେ କେତେ ହେବ? 13 ହେଉଛି। ତାହେଲେ ଦେଖ A²କୁ A² ଲେଖିଦେଲେ ପ୍ଲସ୍ ଦେଇଦେଲେ, A²କୁ A² ଲେଖିଦେଲେ ପ୍ଲସ୍ ଦେଇଦେଲେ, ତାପରେ 6 ପ୍ଲସ୍ 7 6 ପ୍ଲସ୍ 7 ଇଣ୍ଟୁ x ପ୍ଲସ୍ 42। ଆଚ୍ଛା ଦେଖ ତମମାନେ ଭାବୁଥିବ ଯେ ମିଶେଇଲେ କ'ଣ ପାଇଁ 13 ହେଉଥିବ? ଫେଡ଼ାଣ କଲେ ବି ତ ଆମର 13 ହେଇପାରିବ। ଦେଖ ଏଇ 42 ଏଇ ଲାଷ୍ଟ ସଂଖ୍ୟାର ପୂର୍ବରୁ ଯେଉଁ ସାଇନ୍ ଥିବ, ପ୍ଲସ୍ ଥିବ ମାଇନସ୍ ଥିବ ଯାହା ଥିବ, ତମେ ସେଇ ସଂଖ୍ୟାକୁ ସେମିତି ଭାଗ କରିବ। ମନେକର ୟା 42 ପୂର୍ବରୁ କେତେ ଅଛି? ପ୍ଲସ୍ ଅଛି। ତାମାନେ ଆମେ 42କୁ ଏମିତି ଭାବରେ ଭାଙ୍ଗିବା ଯେମିତିକି ଆମର ମିଶେଇଲେ ହେଉଥିବ 13 ଆଉ ଗୁଣିଲେ ହେଉଥିବ 42। ତାହେଲେ ଦେଖ A² ପ୍ଲସ୍ 6 ପ୍ଲସ୍ 7 A² ପ୍ଲସ୍ ଦେଇଦେଲେ, ତାପରେ 6 ପ୍ଲସ୍ 7 ଇଣ୍ଟୁ x ପ୍ଲସ୍ 42 ଲେଖିଦେଲେ। ତାପରେ ଏବେ ଦେଖ ଏବେ କ'ଣ କରିବା? A²କୁ A² ଲେଖିଦେଲେ, ତାପରେ ଇଏ xକୁ 6ରେ ଗୁଣିଦେଲେ 6x, ଏ 7କୁ xରେ ଗୁଣିଲେ 7x ପ୍ଲସ୍ ଦେଇଦେଲେ, ଇଏ 42କୁ 42 ଲେଖିଦେଲେ। ତାହେଲେ ଦେଖ
ଏବେ ଆମେ କ'ଣ କରିବା? ଏଠି x ଅଛି, ଏଠି x ଅଛି। ଏଇ xରୁ ଏଠି x ଅଛି, ଏଠି x ଅଛି। ଆମେ x କମନ୍ ନେଇଯିବା। x କମନ୍ ନେଇଗଲେ ଇଏ ରହିଲା କେତେ? ଆଉ ଗୋଟେ x ରହିଲା। x ପ୍ଲସ୍ ରହିଲା କେତେ? 6। x ପ୍ଲସ୍ 6 ହେଇଗଲା। ପ୍ଲସ୍ ଦେଖ ଏଠି 42 ଅଛି। 42ରୁ ଆମେ କ'ଣ କରୁଛନ୍ତି? 6 ଗୁଣନ 7 କଲେ 6 ଗୁଣନ 7 କଲେ 6 7 42 ହେଉଛି। ତେଣୁ ଆମର 7 ଅଛି, ଅଲରେଡ଼ି 7 ଅଛି। ଆଉ ରହିଲା କେତେ? ଆଉ ରହିଲା 6। ତେଣୁ ଦେଖ ଏଠୁ 7 କମନ୍ ନେଇଯିବା। 7 କମନ୍ ନେଇଗଲେ ଆଉ ରହିଲା କେତେ? ଏଠି x ଲେଖିଦେଲେ ପ୍ଲସ୍ 42ରୁ ଆଉ ରହିଲା କେତେ? 6 ପ୍ଲସ୍ 6 ହେଇଗଲା। ଦେଖ 42 କେମିତି ହେଲା? 7xକୁ 7x ରହିଲା। 7 × x ହେଲେ 7x ପ୍ଲସ୍ 6 7 42 ହେଇଗଲା। ତାହେଲେ ଏବେ ଆମେ କ'ଣ କରିବା? ଦେଖ ଏଠାରେ ଆମର ଅଛି x ପ୍ଲସ୍ 6, ଏଠାରେ ବି ଅଛି x ପ୍ଲସ୍ 6। ତାହେଲେ x ପ୍ଲସ୍ 6 ଆଉ x ପ୍ଲସ୍ 6 ଦୁଇଟାରୁ ଗୋଟେ କମନ୍ ନେଇଯିବା। ତାହେଲେ ଆମେ x ପ୍ଲସ୍ 6କୁ କମନ୍ ନେଇଗଲେ ଆଉ ରହିଲା କେତେ? x ପ୍ଲସ୍ 7 × x ପ୍ଲସ୍ 7। ତମେ ଏଇ ଦୁଇଟା ସଂଖ୍ୟାକୁ ସଲ୍ଭ କଲେ, ୟାକୁ ସଲ୍ଭ କଲେ ଆମେ ଏଇ ଆନ୍ସର୍ ପାଇବା, ଆଉ ୟାକୁ ସଲ୍ଭ କଲେ ଆମେ ଏଇଟା ଆନ୍ସର୍ ପାଇବା। ବୁଝିପାରିଲ? ଦେଖ ଏଇଭଳି ଭାବରେ ଆମେ ଅନେକ ଆଉ ଗୋଟେ କ୍ୱେଶ୍ଚିନ୍ର ଆନ୍ସର୍ କରିବା। ଦେଖ ଇଏ ଗୋଟେ କ୍ୱେଶ୍ଚିନ୍ ଆମର 4x² ପ୍ଲସ୍ 5x ମାଇନସ୍ 6। ଏହି କ୍ୱେଶ୍ଚିନ୍କୁ ଆମେ କେମିତି ସଲ୍ଭ କରିବା? ଦେଖ x ପୂର୍ବରୁ କେତେ ଅଛି? 4। ଏ ଲାଷ୍ଟ ସଂଖ୍ୟା କେତେ? 6। ତାହେଲେ 4କୁ 6 ଗୁଣି ଦିଅ। 6 ଗୁଣନ 4 ହେଲେ କେତେ ହେଲା? 24। ଆମେ ଏଇ 24କୁ ଏମିତି ଭାବରେ ଭାଙ୍ଗିବା ଯେମିତିକି ଗୁଣନଫଳ 24 ହେଉଥିବ, ଆଉ ଫେଡ଼ାଣ କଲେ 5 ହେଉଥିବ। ତାହେଲେ କେତେ ସଂଖ୍ୟାଟି ନେଇପାରିବା? 8 3 8 3 24 ମାଇନସ୍ କଲେ 5 ହେଇଯାଉଛି। 8 ମାଇନସ୍ 3 କଲେ 5 ହେଇଯାଉଛି। ତାହେଲେ ଠିକ୍ ଅଛି। ଦେଖ ଆମେ କ'ଣ କଲେ? 4² ଲେଖିଦେଲେ ପ୍ଲସ୍ ଦେଇଦେଲେ। ଏଠାରେ ଆମେ କ'ଣ କଲେ? 8 ମାଇନସ୍ 3 × x ମାଇନସ୍ 6 ଲେଖିଦେଲେ। ଆମେ ଏଇ ସଂଖ୍ୟାଟାକୁ ଭାଙ୍ଗିଦେଲେ। ତାହେଲେ ଦେଖ ଏଠାରେ ଆସିଲା 4x² ପ୍ଲସ୍ 8x, xକୁ 8ରେ ଗୁଣିଲେ 8x, 3କୁ xରେ ଗୁଣିଲେ ମାଇନସ୍ 3x ମାଇନସ୍ 6 ଲେଖିଦେଲେ। ଦେଖ ଏବେ ଆମେ କ'ଣ କରିବା? ଏଠି ଆମେ 4x² ଲେଖିଦେଲେ ପ୍ଲସ୍ ଏଇ 8xକୁ ମୁଁ ଭାଙ୍ଗିଦେଲି। 8କୁ ଭାଙ୍ଗିଲେ କେତେ? 4 ଗୁଣନ 2 × x ହେଇପାରିବ। ଲେଖିଦେଲି 4 ଗୁଣନ 2 × x ମାଇନସ୍ 3xକୁ 3x ଲେଖିଦେଲି, ମାଇନସ୍ 6କୁ 6 ଲେଖିଦେଲି। ଏବେ କ'ଣ କରିବା? ଏଠାରେ ଅଛି 4x, ଇଏ ବି 4x ଅଛି। 4xକୁ ଆମେ କମନ୍ ନେଇଯିବା। କମନ୍ ନେଇଗଲେ କ'ଣ ହେବ? 4x କମନ୍ ଆଣିଲି ହାରି, ରହିଲା କେତେ? x ପ୍ଲସ୍ ଏଠି 4x ଯାଇଛି ଭାରି, ଆଉ ରହିଲା କେତେ? 2 x ପ୍ଲସ୍ 2 ଲେଖିଦେଲି, ମାଇନସ୍ ଦେଇଦେଲି। ଏବେ ଦେଖ ଏଇ 6କୁ ଆମେ ଭାଙ୍ଗିଥିଲେ। 6କୁ ଦେଖ 6କୁ ଭାଙ୍ଗିଲେ 3 ଗୁଣନ 2 6, 3 2 6 ହେଲେ ଆମର ଅଛି ଏଇଟା କେତେ? 3 ଅଛି। 3 ଆସିଲା ଭାରି, 3 କମନ୍ ନେଇଗଲେ ଆମର ରହିଲା କେତେ? ବାକି ରହିଲା କେତେ? ଆଉ 2। ତାହେଲେ 3 ଆମେ କମନ୍ ନେଇଗଲେ, ଏଠି ରହିଲା x ପ୍ଲସ୍ 2। 3କୁ xରେ ଗୁଣିଲେ ମାଇନସ୍ 3x, 3କୁ 2ରେ ଗୁଣିଲେ ମାଇନସ୍ 6, ମାଇନସ୍ 3କୁ 2ରେ ଗୁଣିଲେ ମାଇନସ୍ 6 ହେଇଗଲା। ତାହେଲେ ଭାଙ୍ଗିଦେଲେ। ତାହେଲେ ଏବେ ଦେଖ ଏବେ ଆମେ କ'ଣ କମନ୍ ନେବା? ଏଠାରେ x ପ୍ଲସ୍ 2 ଅଛି, ଏଠାରେ ବି x ପ୍ଲସ୍ 2 ଅଛି। ତାହେଲେ ଆମେ x ପ୍ଲସ୍ 2କୁ କମନ୍ ନେଇଗଲେ ଆଉ ବାକି ରହିଲା କେତେ? 4x ମାଇନସ୍ 3 4x ମାଇନସ୍ 3 × 4x ମାଇନସ୍ 3 ଇଏ ହେଲା ତମର ରାଇଟ୍ ଆନ୍ସର୍।
देख ये गोटे क्वेश्चन आमर ए स्क्वायर माइनस 3x माइनस 18 एबे कौन करवा प्रथम काम एक्स पूर्वर किसी ना माने एक अच्छी प्रथम कौन कर एक को लास्ट संख्यार गुणन करदेव एक गुणन 18 इजिकाल टू 18 हो गला 18 को एमती दुईटी संख्यार भांग जमीक गुणन कले 18 हो फेड़ाण कले माइनस 3 हो ताले केमिति भांगिबा 18 को भांगिले 6 आउ 3 6 3 18 ताले देख 6 आउ 3 पाइगले आमे ताले स्क्वायर को स्क्वायर लिखिदेले माइनस इंटू 6 माइनस 3 इंटू एक्स माइनस 18 देख एक्स को 6 रे गुणले 6x माइनस 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 प्लस 3x देख एबे कौन करवा स्क्वायर को स्क्वायर लिखिदेले तापर एक्स को 6 रे गुणले केते हला माइनस 6x तापर ये माइनस प्लस एक्स को 3 रे गुणले केते हला प्लस 3x माइनस 18 ताहले देख एठारे आमे कौन करवा एठारे एक्स अच्छी एठारे एक्स अच्छी आम एक्स को कमन नहीं गले एक्स को कमन नहीं गले केते हला एक्स माइनस 6 तापर प्लस देदेले आमर 18 को भांगी केते हला 6 गुणन 3 6 3 18 ताहले आमर 3 अच्छी आउ केते रहिबो 6 दरकार तेणु आम 3 को 3 लिखिले 3 कमन नहीं गले हेले रहिला केते एक्स रहिला एक्स माइनस माइनस देदेले आउ 6 आमर 6 हेले 18 हो 6 3 18 जापार एबे देख एठारे एक्स प्लस 6 अच्छी एठारे भी एक्स प्लस 6 अच्छी ये दुईटारू आम कौन करवा एक्स प्लस 6 को आम सॉरी एठारे कौन अच्छी एक्स माइनस 6 ये भी अच्छी एक्स माइनस 6 एबे कौन करवा एठारे एक्स माइनस 6 को आम कमन नहीं जावा एक्स माइनस 6 को कमन नहीं गले कौन हम देख एक्स माइनस 6 आम कमन नहीं गले आ बाकी रहा के एक्स प्लस 3 रहीगला एक्स माइनस 6 इंटू एक्स प्लस 3 एबे आउ कौन करवा ये हूँ तुम राइट आंसर एबे आउ किसी करवा दरकार ना ये हूँ आमर राइट आंसर देख आम एबे आउ गोटे क्वेश्चन आंसर करवा देख 36 स्क्वायर माइनस 81 या आम किपर उत्पादीकरण करवा देख 36 को आम 6 रो स्क्वायर लिखिपर 6 रो स्क्वायर 36 इंटू एक्स रो स्क्वायर माइनस 81 को आम 9 रो स्क्वायर लिखिपर लिखिदेले ताहले देख स्क्वायर एक्स रो स्क्वायर या आम कौन करवा 6x रो स्क्वायर लिखिपर लिखिदेले माइनस 9 रो स्क्वायर लिखिदेले देख एठारे कौन है ये है ए स्क्वायर ये है ए स्क्वायर माइनस बी स्क्वायर स्क्वायर माइनस बी स्क्वायर फॉर्मूला कौन ए माइनस बी इंटू ए प्लस बी ये फॉर्मूला स्क्वायर माइनस बी स्क्वायर फॉर्मूला कौन ए माइनस बी इंटू ए प्लस बी ताहले देख एठारे आम कौन कले 6x माइनस 9 इंटू 6x प्लस 9 नहीं गले या सल्व कले आम यहीटा पाइबा आउ या सल्व कले आम यहीटा पाइबा बुझीपार आशा करुँच आज क्लासटी आपण मानक बहुत भल लगी जदि भल लगी थाए आमर चैनल को लाइक शेयर एवं कमेंट करने को भूलिए ना।
ପୁଣି ଦେଖା ହେବ ନେକ୍ସଟ କ୍ଲାସ୍‌ରେ। ଥ୍ୟାଙ୍କ ୟୁ ଏଭ୍ରିୱାନ୍।